बापा मु आसुची ହେଲା ବାବା ହେଲା। पहुँचला पर कॉल करी। ହଁ କେତେ କଲ୍ କଲା ବାଲା ମୁଁ ଜାଣିନି। ସେଠି ପହଞ୍ଚି ଗଲା ପରେ ସବୁ ଭୁଲିଯାଉ। ଘରେ ମଲେ କେତେ ବଞ୍ଚିଲେ କେତେ ତୋର ଆଉ ଚିନ୍ତା ନଥାଏ। କେତେ ଥର ଫୋନ୍ କଲା ପରେ ଯାଇ ଏ ବାହାରକୁ ତୁ ଆସିବୁ। बापा काम रे बहुत प्रेशर पड़ी तमें तो जानथ बाहर कंपनी काम कले केते टेंशन से समय बाहर कर घर को आसा बहुत कष्टकर। ହଁ ଯେ ତୁ ଆମ କଥା ନ ଭାବିଲୁ ନାହିଁ ହେଲେ ଘରେ ପୁରା ତୋର ସ୍ତ୍ରୀଟା ଅଛି ତା କଥା ଟିକେ ଭାବ। मु बुझी बापा आउ किछि दिन जाओ समय सुजोग देखी मो सीमा को मो पाखु नहीं जी। ହଉ ହଉ ତୁ ଠିକ୍ କହିଛୁ। ବିଚାରୀ ଘରେ ଏକୁଟିଆ ରହୁଛି ତୋ ପାଖରେ ରହିଲେ ତା ମନଟା ଟିକେ ଭଲ ରହିବ। हो बापा मोर लेट होची मैं बाहर छी। ହଉ ହଉ। हम से साना टोका कहीं अरे सूर्य सूर्य ए सूर्य आसुची बापा अरे भीतर कौन करचु। अरे भाई लोग डेरी होची भाई से तो बाहर की रहलानी कौन करथु। बाबा रेडी होतली हौ 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 जा भाई को छाड़ दिया। आस आस भाई जा अरे सुन एतर तो बाहर किछ काम धाम कर एमती घरे केते दिन बसतु। ମୁଁ କ'ଣ କହୁଥିଲି କି ଭୁବନେଶ୍ୱରରେ ଗୋଟେ ହୋଟେଲ ଜବ୍ ପାଇଁ ଇଣ୍ଟରଭ୍ୟୁ ବାହାରିଛି। ଇଣ୍ଟରଭ୍ୟୁ ଦେଲେ କେମିତି ହୁଅନ୍ତା କହିଲ? एटा तो भल कथा तू चाकरी करू पैसा कमेबू तू खुशी रहिबू तो स्त्री भी खुशी हबो। ମୁଁ ତ ତାରି କଥା ହିଁ ଭାବୁଥିଲି ଭାଇ। ସେ କେମିତି ଖୁସିରେ ରହୁ ଭଲରେ ରହୁ। ହଉ ଛାଡ଼ ସେ କଥା। ଚାଲ ଭାଇ ଆମର ଲେଟ୍ ହେଲାଣି। କୋଉ ଟାଇପ୍ର ହଉ ଟିକେ ଜୋର ଚଲେଇଲ। ବାପା ମୁଁ କାଲି ଭୁବନେଶ୍ୱର ଯିବି ଗୋଟେ ଇଣ୍ଟରଭ୍ୟୁ ଦେବାକୁ। कोई इंटरव्यू ହୋଟେଲରେ ଗୋଟେ ଜବ୍ ବାହାରିଛି ତା ଇଣ୍ଟରଭ୍ୟୁ ଦେବାକୁ ମୁଁ ଯିବି। ଭଲ କଥା ଆଉ देख ବାହାସା ହେଲୁଣି ଦାୟିତ୍ୱ ବଢ଼ିଲାଣି ତେଣୁ କେତେ ଦିନ ଆଉ ଏମିତି ଘରେ ବସିଥିବୁ ଯାଇ ଚାକିରି ବାକିରି କର। କିନ୍ତୁ ଶୁଣ ଚାକିରି ବାକିରି କଲା ପରେ ଯେମିତି ସାନ ବୋଉ କଥା ଭୁଲି ନ ଯାଉ ତା ପାଇଁ କିଛି ବ୍ୟବସ୍ଥା କରିବୁ। ସିଏ ଯେମିତି ଖୁସିରେ ରହିବ। ନୂଆ ନୂଆ ବାହାଘର ହେଇଛି ତା ବାପା ଯେମିତି ମୋତେ ଭୁଲ ନ କରନ୍ତି। ହଁ ବାପା ମୁଁ ତାକୁ କେମିତି ଭୁଲିଯିବି? ମୁଁ ଆସୁଛି ବାପା। ଏ ସାନ ବୋଉ କାହିଁ ତା ଦେହ କ'ଣ ଖରାପ ଅଛି ତ ସେ ତା ରୁମ୍ରେ ଶୋଇଛି। କ'ଣ ହେଇଛି ତ କିଛି ନାହିଁ ବାପା ତା ମୁଣ୍ଡ କ'ଣ ବୁଲଉଥିଲା ତ ତାକୁ ମେଡ଼ିସିନ ଦେଇଦେଇଛି ଭଲ ହେଇଯିବ। ନୂଆ ନୂଆ ବାହା ହେଇକି ଆସିছে ତ ଘର କଥା ବି ଟିକେ ଟେନସନରେ ରହୁଛି। ହଁ ରେ ବାପା ସବୁ ଝିଅ ବାପା ମାଆଙ୍କୁ ଛାଡ଼ିକି ଆସିଲେ ନୂଆ ନୂଆ ଏମିତି ବ୍ୟସ୍ତ ହୁଅନ୍ତି। ଘରେ ତ ଭାଉଜ ଅଛି ମୁଁ ଅଛି ତୁ ଯା ଭଲରେ ଭଲ ଇଣ୍ଟରଭ୍ୟୁ ଦେଇକି ଆ। हाँ सूर्य तमें जाओ मुझे बुझेदेवी तुम व्यस्त हुओनी। ଠିକ୍ ଅଛି ଆସୁଛି ବାପା ଆସୁଛି ଭାଉଜ ମୁଁ ସେଠି ପହଞ୍ଚିଲେ କଲ୍ କରିବି। ହଉ ହଉ रश्मि हे रश्मि हे रश्मि तो कौन है जी रश्मि हे रश्मि तो कौन है जी रश्मि बापा ए घरे सब किए रुहंदी? ମୁଁ ବଡ଼ ବୋହୂ ଆଉ ବଡ଼ ପୁଅ ବାହାରେ ରହେ। ସାନ ପୁଅ ଆଜି ସକାଳୁ ଭୁବନେଶ୍ୱର ଇଣ୍ଟରଭ୍ୟୁ ଦେବାକୁ ଯାଇଛି। तांका घर लोक सब खबर पाइलेनी? ହଁ ଖବର ଦେଇଛି ସେମାନେ ଆସୁଛନ୍ତି। घरर कौन लोक सहित यार किसी पाटितुंड होइतला कि? ନା ଏ ତ 4 ଦିନ ହେଲା ଏ ଘରକୁ ବୋହୂ ହେଇ ଆସିଛି। ପୁଅ କହୁଥିଲା ସେ ଘର କଥା ଭାବିକିରି ତାର କ'ଣ ଟିକେ ଟେନସନ୍ ନେଉଛି ଆଉ ଆଜି ସକାଳୁ ତାର ମୁଣ୍ଡ ବିନ୍ଧୁଥିଲା ସେ କ'ଣ ତାକୁ ମେଡ଼ିସିନ ଦେଇକିରି ଭୁବନେଶ୍ୱର ଯାଇଛି
ଆଉ ବଡ଼ ବୋହୂକୁ କହିଲି ଟିକେ ଯାଇ ଦେଖ ତାର କ'ଣ ହେଇଛି। ଆସି ଦେଖିଲା ବେଳକୁ ଇଏ ଅବସ୍ଥା। ଠିକ୍ ଅଛି, ମୁଁ ଡେଡ୍ ବଡିକୁ ପୋଷ୍ଟମର୍ଟମ୍ ପାଇଁ ପଠାଉଛି ଆଉ ଏ ରୁମ୍କୁ ମୁଁ ଲକ୍ କରୁଛି। ଡେଡ୍ ବଡିର ପୋଷ୍ଟମର୍ଟମ୍ ରିପୋର୍ଟ ଆସିଲା ପରେ ମୁଁ ଇନଭେଷ୍ଟିଗେସନ୍ ଆରମ୍ଭ କରିବି। ସେ ପର୍ଯ୍ୟନ୍ତ ଆପଣମାନେ କେହି ବାହାରକୁ ଯିବେନି। କନେଷ୍ଟବଲ, ଡେଡ୍ ବଡିକି ପୋଷ୍ଟମର୍ଟମ୍ ପାଇଁ ପଠାଅ ଆଉ ଏ ରୁମ୍କୁ ସିଲ୍ କର। ओके सर। ଠିକ୍ ଅଛି ସାର୍, କେସ୍ଟାକୁ ମୁଁ ହାଇକୋର୍ଟକୁ ପଠାଇ ଦେଇଛି। ହାଇକୋର୍ଟ ଯାହା ଡିସିସନ୍ ନେବ। सर ହଁ, ମୁଁ ରଖୁଛି। से झीर पोस्टमार्टम रिपोर्ट। ଠିକ୍ ଅଛି। ଓ ମାଇ ଗଡ୍, ଝିଅଟିକି ଶ୍ୱାସରୋଧ କରି ମରାଯାଇଛି। କନଷ୍ଟେବଲ, ओके सर। ଆମେ ସେ ରୁମ୍ଟାକୁ ସର୍ଚ୍ଚ କରିବାକୁ ପଡ଼ିବ। ଆସାମୀ ଯେତେ ଚଲାକ ହେଲେ ବି କିଛି ନା କିଛି ସୁରାଗ ଆମ ପାଇଁ ଛାଡ଼ି ଦେଇଯାଇଥିବ। ଯାଅ, ଗାଡ଼ି ବାହାର କର। ओके सर। ସାର୍ ନମସ୍କାର। ନମସ୍କାର। ଆପଣଙ୍କର ପୁଅମାନେ ଆସିଲେଣି? ନାଇଁ ସାର୍, ବଡ଼ ପୁଅର କାମର ବ୍ୟସ୍ତତା ପାଇଁ ଆସିପାରୁନି, ଆଉ ସାନ ପୁଅର ଫୋନ୍ ଲାଗୁନି। ସାର୍, ମୋ ପୁଅ ଯେତେବେଳେ ଜାଣିବ ତା ସ୍ତ୍ରୀ ଆତ୍ମହତ୍ୟା କରିଛି ବୋଲି, ସେ କେମିତି ବଞ୍ଚିବ ଜାଣିପାରୁନି ସାର୍। ଆପଣଙ୍କ ସାନ ବୋଉ ଆତ୍ମହତ୍ୟା କରିନି, ତାକୁ ହତ୍ୟା କରାଯାଇଛି। ଆପଣଙ୍କ ବୋଉକୁ ଶ୍ୱାସରୋଧ କରି ମରାଯାଇଛି ବୋଲି ଏହି ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି। ତାକୁ କିଏ କାହିଁ ହତ୍ୟା କରିବ? ତାକୁ ହତ୍ୟା କଲେ କାହାର କ'ଣ ଲାଭ ମିଳିବ? ତାକୁ କିଏ ମାରିଛି ଆଉ କାହିଁକି ମାରିଛି ବହୁତ ଶୀଘ୍ର ଜଣାପଡ଼ିଯିବ। ଆସ କନେଷ୍ଟବଳ। ଖୋଲ। कनेस्टेबल देखो, कनेस्टेबल एटा निश्चय गोटे लेडीज काम मु कहूली ना, आसामी जेते चलाक हेले भी से किछि ना किछि सुराग छाड़ी दे जाइथि। पैकेट आना।
चलो ସାର୍ କିଛି ସନ୍ଧାନ ମିଳିଲା ସାର୍? ଆପଣଙ୍କର ବଡ଼ ବୋଉ କାହିଁ ବଡ଼ ବୋହୂ କ'ଣ ହେଇଛି ସାର୍? ଡାକନ୍ତୁ ତାକୁ। ବୋହୂମା, ସୀମା, ବାପା ମୋତେ ଡାକୁଥିଲେ? ବାପା ନୁହଁ, ମୁଁ ଡାକୁଥିଲି। ଆପଣ ଆପଣ ଯାହା ରଶ୍ମିକୁ ଭଲ ପାଉଥିଲେ? ହଁ ସାର୍, ମୁଁ ମୋ ଯାହାକୁ ବହୁତ ଭଲ ପାଉଥିଲି। ଆଚ୍ଛା, ଆପଣଙ୍କର ଯାହା ଯେଉଁଦିନ ମଲେ ସେଦିନ ଆପଣ କେଉଁଠି ଥିଲେ? ସେଦିନ ସାର୍ ମୁଁ ଘରେ ଥିଲି। ସେଦିନ ସକାଳେ ରଶ୍ମି, ହେ ରଶ୍ମି, ହେ ରଶ୍ମି, ତୋର କ'ଣ ହେଇଛି? ରଶ୍ମି, ହେ ରଶ୍ମି, ତୋର କ'ଣ ହେଇଛି? ରଶ୍ମି, ଆପଣ ସତ କହୁଛନ୍ତି? ହଁ ସାର୍, ମୁଁ ସତ କହୁଛି। ଆପଣ ବାପାଙ୍କୁ ପଚାରୁନାହାନ୍ତି। ତାହେଲେ ଏଇଟା କାହାର? ଆପଣଙ୍କ ହାତରେ ଯେଉଁ କଲର୍ର ଆଉ ଯେଉଁ ଡିଜାଇନ୍ର ଚୁଡ଼ି ଅଛି ସେଇ ସେମ୍ ଡିଜାଇନ୍ର ଚୁଡ଼ି ଆମେ ସେ ବେଡରୁମ୍ରୁ ପାଇଲୁ। ଏବେ ବି କହିବେ ଆପଣ କିଛି ଜାଣିନାହାନ୍ତି? ଚାଲନ୍ତୁ ଥାନାକୁ ଚାଲନ୍ତୁ। ସେଠି ଆପଣଙ୍କର ଅସଲ ଚେହେରା ପଦାକୁ କେମିତି ଆସିବ ମୁଁ ଦେଖିବି। ସାର୍, ମୁଁ ସତ କହୁଛି, ମୁଁ ଏ ବିଷୟରେ କିଛି ଜାଣିନି। ଥାନାକୁ ଯିବେ ନା ଲେଡିଜ୍ ପୋଲିସ ଡାକି ଘୋଷାରି ଘୋଷାରି ଥାନାକୁ ନେବି? ବାପା, ଆପଣ କିଛି ଗୋଟେ କରନ୍ତୁ। ଇନ୍ସପେକ୍ଟର ମୋତେ ଦୋଷୀ ବୋଲି କହୁଛନ୍ତି। ଆପଣ ଯିବେ ନା ନାହିଁ? ବୋହୂ, ଯଦି ଇନ୍ସପେକ୍ଟର ତୁମକୁ ଦୋଷୀ ବୋଲି ସନ୍ଦେହ କରୁଛନ୍ତି, ତାଙ୍କ ସନ୍ଦେହ ଦୂର କରିବା ପାଇଁ ଥାନାକୁ ଗଲେ ତୁମର ଅସୁବିଧା କ'ଣ ଅଛି? ତାଙ୍କୁ ତାଙ୍କ କର୍ତ୍ତବ୍ୟ କରିବାକୁ ଦିଅ। ଚାଲନ୍ତୁ ଚାଲନ୍ତୁ। ଚାଲ କନିଷ୍ଠବଳ। କୁହନ୍ତୁ, ଆପଣ ଆପଣ ଯାହା ସହିତ କ'ଣ କରିଛନ୍ତି? ମୁଁ ବାରମ୍ବାର କହୁଛି ସାର୍, ମୁଁ ଏ ବିଷୟରେ କିଛି ଜାଣିନି। ଦେଖନ୍ତୁ ମ୍ୟାଡ଼ାମ୍, ଆପଣ ଆପଣଙ୍କର ଘରର ଯଦି ମାନ ଇଜ୍ଜତ ରକ୍ଷା କରିବା ପାଇଁ ଚାହୁଁଛନ୍ତି ତାହେଲେ ସତ କଥାଟା କହିଦିଅନ୍ତୁ। ନହେଲେ 2-4 ଦିନ ମୁଁ ଏଠି ଭୋକ ଉପାସରେ ରଖିଦେଲେ ସତ କଥାଟା ମନକୁ ମନ ପାଟିରୁ ବାହାରି ଆସିବ। କ'ଣ କ'ଣ କହୁଛନ୍ତି? ସତ କହିବେ ନା ମୁଁ କିଛି ଆକ୍ସନ୍ ନେବି? କହୁଛି କହୁଛି ସାର୍। ଆଜ୍ଞା, ଆପଣ ତ ଝିଅକୁ ଦେଖିଲେ, କେମିତି ଲାଗିଲା? ପସନ୍ଦ ହେଇଛି ବୋଲି ତ ବସିଛି। ଆଉ ମୁଁ ମଧ୍ୟ ମନେ ମନେ ବାହାଘର ଦିନ ଧାର୍ଯ୍ୟ କରିଛି, ଆସନ୍ତା ଫଗୁଣ 3 ଦିନ ଦିନ ଯେମିତି ଆପଣଙ୍କର ଝିଅ ସହିତ ମୋ ପୁଅର ବାହାଘର ହେବ। ଆଜ୍ଞା, ଏତେ କମ୍ ସମୟ ଭିତରେ ଏସବୁ ଆରେଞ୍ଜମେଣ୍ଟ ମୁଁ କେମିତି କରିବି? ତା ଛଡ଼ା ଆପଣ ଦବା ନେବା ବିଷୟରେ କିଛି ତ କହୁନାହାନ୍ତି। ସମୁଦ୍ର, ମୁଁ କ'ଣ ଆପଣଙ୍କୁ ଗାଡ଼ି ମଟର ମାଗୁଛି? ଆପଣ ଝିଅ ଜନ୍ମ କରିଛନ୍ତି, ଯେମିତି ସାଧାରଣ ହିସାବରେ ଯେମିତି ବାହାଘର କରନ୍ତି ଦିଅନ୍ତି, ଆପଣ ଦେବେ। ଆଉ ଏତେ ବ୍ୟସ୍ତ କାହିଁକି? ବାପ ହେଇକିନି ଝିଅ ଜନ୍ମ କରିଛି, ଯଦି କିଛି ନ ଦେଇ ବିଦା କରିଦେବି, ଆଉ ସାଇ ପଡ଼ିଶା ମୋତେ କ'ଣ କହିବ କହିଲେ? ଆଜ୍ଞା, ମୋର କିଛି ଶୁଣିବାର ନାହିଁ ସମୁଦ୍ର। ମୋ ବଡ଼ ବୋହୂ, ମୁଁ ଝିଅକୁ ପସନ୍ଦ କରିଛୁ। ଆସନ୍ତା ଫଗୁଣ 3 ଦିନ ଦିନ ଆପଣଙ୍କ ଝିଅ ସହିତ ମୋ ପୁଅର ଯେମିତି ବାହାଘର ହେବ, ଏଇଟା ମୋର ଫାଇନାଲ୍। ଆଜିଠୁ ଆମେ 2 ଜଣ ସମୁଦ୍ର। ଆସ ଆସ ଆସ, ଏଠି ବସିଲ, ବସ। ମୁଁ ଆଉ ସହିପାରୁନି ସୂର୍ଯ୍ୟ। ଆଜି ତମ ବାହାଘର ଡେଟ୍ ଫାଇନାଲ୍ ହେଇଗଲା। କିଛି ଦିନ ପରେ ତମ ବାହାଘର ହେଇଯିବ। ମୁଁ କ'ଣ କରିବି? ତମେ ଧୈର୍ଯ୍ୟ ଧର। ବାହାଘର ଫାଇନାଲ ହେଇଗଲା ତ କ'ଣ ହେଲା?
ମୁଁ ଏସବୁକୁ ଖାତିର କରେନି। ମୁଁ ଆଗରୁ ତମକୁ ଯେମିତି ଭଲ ପାଉଥିଲି ଏବେ ବି ମୁଁ ସେମିତି ଭଲ ପାଉଛି, ଆଉ ତମକୁ ନେଇ ମୁଁ ଘର ସଂସାର କରିବି। କେମିତି? ତମ ସ୍ତ୍ରୀ ଆସିଲା ପରେ ତ ତମେ ତାକୁ ଟାଇମ୍ ଦେବ, ସେତେବେଳେ ମୁଁ କ'ଣ କରିବି? କିଏ କହିଲା ମୁଁ ତାକୁ ଟାଇମ୍ ଦେବି? ସେ କେବଳ ମୋ ହାତ ଧରି ଘରକୁ ଆସିବ, ହେଲେ ସ୍ତ୍ରୀର ମର୍ଯ୍ୟାଦା କେବେ ବି ସେ ପାଇବନି। ଠିକ୍ ଯେ ଯେତେବେଳେ ସିଏ ଆମ ବିଷୟରେ ଜାଣିବ, କେବଳ ସେ ନୁହଁ ତମ ବାପା ତମ ଭାଇ ଯେତେବେଳେ ଜାଣିବେ ସେତେବେଳେ କ'ଣ ହବ? କିଛି ହବନି। ମୁଁ ସିନା ତମକୁ ଏଠି ରଖିଲେ ସେମାନେ ଜାଣିବେ। ମୋ ବାହାଘର ପରେ ସମୟ ସୁବିଧା ଦେଖି ଆମେ ଦି ଜଣ ବହୁତ ଦୂରକୁ ପଳେଇବା, ଆଉ ଆମକୁ ଖୋଜିଲେ କେହି ବି ପାଇବେନି। ସେଠି କେବଳ ଆମେ ଦୁହେଁ ପ୍ରେମ କରିବା, କେବଳ ପ୍ରେମ। ତମେ ସତ କହୁଛ? ହଁ। ସତ କହିବି ସୂର୍ଯ୍ୟ, ମୁଁ ସିନା ତମ ଭାଇଙ୍କୁ ବାହା ହେଇଛି, ହେଲେ ମୋ ମନଟା ସବୁବେଳେ ତମ ପାଖରେ। ମୁଁ ସବୁବେଳେ ଭାବୁଛି ତମ ଭାଇ ଆଉ ନ ଆସନ୍ତି କି? ସେ ସେଠି ଆଉ କାହାକୁ ବାହା ହେଇ ଘର ସଂସାର କଲେ ମୋ ଜୀବନର କଣ୍ଟାଟା ସବୁଦିନ ପାଇଁ ହଟିଯାଆନ୍ତା। ତମେ ଜମା ବ୍ୟସ୍ତ ହୁଅନି, କିଛି ଦିନ ଅପେକ୍ଷା କର, ମୁଁ ସବୁ ଠିକ୍ କରିଦେବି। कौन मत देखी आश्चर्य होजु? एटा मोर सबुदिनिया रुटीन। तमे मद पियो बोली बाहागर आगुर तो कहि नथिलो? एबे कहिथिले तम घर लोक कोन मो सहित बाहागर करिया पे राजी हितांते? तमे सबुदिन मद पी के घर को फेर, सेथिरे मोर किछि आपत्ति नै, हेले आज भली पवित्र दिन रे मद न पीथिले कोन चली न थांदा? तू मते उपदेश दउछु? तो पई आज पवित्र दिन होई थाई पारे, हेले मो पई एभली दिन केते थर आसीची। अबे तोर साहस होला केमती मते उपदेश दवा पई? आज मो घर लोक मते केही भी किछि कहि नांती। ता छड़ा तू एमिति केते धन संपत्ति आनछु कि मु तो कथा मानिबी? आगर तो मोपा को कहि कि मो डिमांड पूरण कर, तापर तू जा कहबू मु सुनिबी, बुझिलो? सुन मु काली भुवनेश्वर जाउछि, आउ सेठी मोर चाकरी हैला परे मो भुवनेश्वर रहिबी, आ तू तो बाप घर चल जेबू। मु को मो बाप घर रहया पई तम हाथ धरि तम घर को आस्तिली? मु रहिब जदी एठ रहिबी आ मरिब जदी एठ मरिब। तोर तो मरे भारी इच्छा, जदि मरिबू ताले एबे मर। मोर तो भलिया स्त्री जमा पसंद नुह। तमे सबबडे एमती कथा कोन कहउछ? मते तम स्त्री रो मर्यादा न देला नै, हेले ए घर रो बहु हिसाब रे तमते बंचिबा को दियो। मो बापा केते भरोसा करी तांका झियो को गोटे बड़ घर रो पो सहित बाहा देइथिले, भाबिथिले तांका झियो खुशी रे रहइबो, हेले मु तो एठी जा भोगुची। दया करी मो बापांकर से भरोसा को भांगी दियोनी। काई तो बापा माँ जेतेबेले तते जन्म देइथिले सेतेबेले कोन तो बाहागर कथा भाबी नथिले? गोटे झियो को बाहा करैले डिमांड दिया जाय बोली कोन भाबी नथिले? कहूची कोन ना तो बापार भरोसा भांगुची। अबे झियो जन्म पाइछु माने सबबेले कष्ट पाइबू, आ तो बापा भी तते कहि कि किछि लाभ नै। सुन मु जाउची, मोटे काम अछि, कवर देई सोई पडिबू। अरे छाड़ो के देखि नबो, छाड़ो छाड़ो के देखि नबो। नाही आज मु मो भाउज सहित मन खुला प्रेम करिबी। ना ना छाड़ो के देखि नबो, छाड़ो। घरे समस्त अछंती, तम स्त्री रश्मि अछि, से यदि जानिबो? जानू तमे को जाननो मोर से पसंद न बोली? मु तम बिना दुनिया रे आ काहा को मो मन देई परिबिनी। तमे तो काली भुवनेश्वर पळेइबो, सेठी तमर चाकरी होई गला परे सेठी रहइबो, तमर कोन मो कथा मन पड़िबो? भुवनेश्वर रे चाकरी करिवि केवल तम पई। मु सेठी रहिले तमको मु मो पाखु को नै जीवी। आमे घर रहिले सिना मो स्त्री बापा भाई आम विषय जानिबे,
ଆମେ ଘରର ସବୁ ସମ୍ପର୍କ କାଟି ଆମେ ଭୁବନେଶ୍ୱରରେ ରହିବା। ସେଠି ଆମେ ଦୁହେଁ ଗୋଟିଏ ନୂଆ ଦୁନିଆ ଗଢ଼ିବା। କେବଳ ତମେ ଆଉ ମୁଁ, ଆମକୁ ଡିଷ୍ଟର୍ବ କଲା ବାଲା ଆଉ କେହି ନଥିବେ। ହଁ ସୂର୍ଯ୍ୟ, ତମେ ଗୋଟେ ବ୍ୟବସ୍ଥା ଜଲ୍ଦି କର। ତମ ବିନା ଏ ଜୀବନଟାର କିଛି ମାନେ ନାହିଁ। ମୁଁ ତମ ବିନା ବଞ୍ଚି ପାରିବିନି। ସତରେ? କଣ ଭାବୁଛୁ? ଆମ ସମ୍ପର୍କ କଥା ସମସ୍ତଙ୍କୁ କହିଦେବୁ ଆଉ ଆମେ ଜାଣିପାରିବୁନି ନା? ତୋର ତ ବେଶୀ ସାହସ। ଆମ କଥା ଆଜି ପର୍ଯ୍ୟନ୍ତ ଆମ ଘର ଲୋକ କେହି ଜାଣିନାହାନ୍ତି, ତୁ ଭାବୁଛୁ ସମସ୍ତଙ୍କୁ କହିଦେବୁ? ତମେ ଯାହା କହୁଛ କ'ଣ ଠିକ୍ କରୁଛ? ତମେ ଜଣେ ବିବାହିତ ପୁରୁଷ, ତମ ସ୍ତ୍ରୀ ଥାଉ ତ ତମେ ଅନ୍ୟ ନାରୀ ସହିତ, ଅନ୍ୟ ନାରୀ ନୁହେଁ ତ ନିଜ ଭାଉଜ ସହିତ ସମ୍ପର୍କ ରଖିଛ। ତମ ମୁହଁକୁ ଟିକେ ଲଜ୍ଜା ଲାଗୁନି? একথা যদি ঘর লোক জানিবে সেতবেলে কଣ হব তুমি ভাবিছ? সেମାନଙ୍କ কথা ছাড়, ମୋ କଥା ଥରେ ଭାବ। ମୁଁ ତମ ହାତ ଧରି ଏ ଘରକୁ ତମ ସ୍ତ୍ରୀ ହେଇକି ଆସିଛି, ତମ ସହିତ ଘର ସଂସାର କରିବାକୁ। ହେଲେ ତମେ ମତେ ଛାଡ଼ି ନିଜ ଭାଉଜ ସହିତ, छी! ତୁ ତାହେଲେ ଆମ ବିଷୟରେ ସବୁ ଜାଣି ସାରିଲୁଣି। ଏକଥା ସମସ୍ତଙ୍କୁ କହିବା ଆଗରୁ ଆମକୁ ଆ ବିଷୟରେ କିଛି କରିବାକୁ ପଡ଼ିବ। କଣ କରିବ? ମୁଁ ଏବେ ଯାଇ ସମସ୍ତଙ୍କୁ ତମ ଦି ଜଣଙ୍କ କଥା କହିବି, ତାପରେ ଦେଖିବି ତମର କଣ କରିବ। କଣ କହିଲୁ? କଣ କହିଲୁ? ସମସ୍ତଙ୍କୁ କହିଦେବୁ ନା? ଧର ଯତ ଧର